ନାଇଁ ଦଳର ଦୁର୍ଭାଗ୍ୟ ଯେ ସେ ମାନେ କିଛି ବନ୍ଧୁ ଛାଡ଼ିକି ଚାଲିଗଲେ। ଦଳ ପ୍ରତି ନିଷ୍ଠାର ଘୋର ଅଭାବ। ଦଳ ପ୍ରତି ଆନୁଗତ୍ୟ ନଥାଇକି ଯଦି ଆମେ ଲୋକ ବାଛିବା ତାହେଲେ ଆମକୁ ଅସୁବିଧା ପଡ଼ିବ। ଇଏ ତ ଏବେ ଭୋଟ ଦେଲେ ବିରୁଦ୍ଧରେ ଗଲେ ଦଳୀୟ ନିର୍ଦ୍ଦେଶ ବା ଅନୁରୋଧକୁ ଉପେକ୍ଷା କରି 2 ଜଣ ରାଜ୍ୟସଭା ଏମ୍ପି ବା କେବେଠୁ ଚାଲିଗଲେଣି, ରିଜାଇନ୍ ଦେଲେ ଏବଂ ତାପରେ ପୁନଃନିର୍ବାଚିତ ହେଲେ ସରକାରୀ ଦଳର ଟିକେଟରେ। ଦଳ ଛାଡ଼ି ତାଙ୍କୁ ଏଇପାଇଁ ପଠା ହେଇଥିଲା, ଏଇପାଇଁ ତାଙ୍କୁ ପଠା ହେଇଥିଲା। ଲୋକେ ବି ଠିକ୍ ବିଚାର କରିବେ। ଦଳ ପ୍ରତି ନିଷ୍ଠା ଆନୁଗତ୍ୟ କମିଯାଉଛି। ଆଉ ଏଇଠି ଯେ ନ୍ୟାସନାଲ୍ ଫେନୋମେନନ୍, ଏଇଟା ନୁହଁ ଯେ ଓଡ଼ିଶାରେ ହେଇଛି, ଅନ୍ୟ ରାଜ୍ୟରେ ମଧ୍ୟ ହେଇଥିବାର ଆପଣ କରିପାରନ୍ତି। ସରକାରୀ ଦଳ ଆର ଆଡ଼ଭାଣ୍ଟେଜ ନିଏ, ନେଇଛି। ଏମାନେ କାଲି ସକାଳେ ବିରୋଧୀ ଦଳକୁ ଯିବେ, ଇଏ ବି କରିଦେବେ। ଆପଣ ଅପେକ୍ଷା କରନ୍ତୁ ଦେଖିବେ। ହଁ, ସଂଗଠନ ପାଇଁ ନିଶ୍ଚୟ ଗୋଟେ ଚିନ୍ତାର କାରଣ, ନିଶ୍ଚୟ ଚିନ୍ତାର କାରଣ। ଆମ ନିଜ ଲୋକ ଯେତେବେଳେ ଆମ ଦଳର ନିର୍ବାଚିତ ହେଲା ପରେ ଦଳ ବିରୁଦ୍ଧରେ ଭୋଟ ଦେଲେ, ଏକ କରିକି ଆଇକି ବସିଲେ, ଏଇଟା ନିଶ୍ଚିତ ଭାବେ ଦଳକୁ ପ୍ରଭାବିତ କରିବନି କାହିଁକି? ଯଦି କିଏ କହୁଛି ପଡ଼ିବ ନାହିଁ, ଠିକ୍, ମୁଁ ସେଥିରେ ଏକମତ। ପଡ଼ିବ, କିନ୍ତୁ ତାକୁ ମୁକାବିଲା କରିବା ପାଇଁ ମଧ୍ୟ ଦଳର ନିଜର ରଣନୀତି ପ୍ରସ୍ତୁତ କରୁଛି। ଇଏ ତ ସ୍ୱଳ୍ପାୟୁ ଦଳ ନୁହେଁ, ଇଏ ଦୀର୍ଘାୟୁ। ତେଣୁ ଆର ଦୀର୍ଘମିଆଦୀ ଯୋଜନା ଅଛି। ମଝିରେ ମଝିରେ ଠୁକର ଖାଇଲେ, କ୍ଷତି ସହିଲେ, କ୍ଷତିଟା ଭରଣା କରିବା ପାଇଁ ଯୋଜନା କରିବାକୁ ପଡ଼ିବ। ଯୋଜନା ଚାଲିଛି, କରାଯିବ। କେତେ ଦୂର ସଫଳ ହେବ ସମୟ କହିବ, କିନ୍ତୁ ଆମେ ଆଶାବାଦୀ ଯେ ଯେଉଁମାନେ ଦଳ ଠାରୁ ଉପକୃତ ହୋଇ ଦଳୀୟ ଟିକେଟରେ ନିର୍ବାଚିତ ହୋଇ ଦଳ ବିରୁଦ୍ଧରେ ଯାଇଛନ୍ତି, ସେମାନେ ଭବିଷ୍ୟତରେ ଅନୁତାପ କରିବେ।